ଆଜି ପ୍ରାୟ 5-6 ଦିନ ହେବ ଲକ୍ଷ୍ମୀ ପୂଜା ଆରମ୍ଭ ହେଲାଣି ଆଉ ମୁଁ ବାଲିଚନ୍ଦପୁର ବଜାରରେ ରହିକି ବି ବାଲିଚନ୍ଦପୁର ଠାକୁରଙ୍କର ଆଳତି ବି ଦେଖିପାରୁନି। ଆଉ କଥାଟା ହେଲା ଆମ ବଡ଼ ଲକ୍ଷ୍ମୀଙ୍କର, ଯେହେତୁ ଆମ ବାଲିଚନ୍ଦପୁରର ରାଣୀ ସିଏ। ତ ହ୍ୟାଲୋ ହାଏ ନମସ୍କାର, ମୁଁ ଆପଣଙ୍କର ପ୍ରିୟ ବଣ୍ଟି, ମୋର ଆଉ ଗୋଟେ ବ୍ଲଗ୍‌କୁ ଆପଣଙ୍କୁ ସ୍ୱାଗତ। ସକାଳୁ ନିଜର କର୍ମ ସାରି ଦେଇ ଖାଇଦେଲି। ଖାଇସାରିଲା ପରେ ଯେତେ ସୁନ୍ଦର ପାଗ ହେଇଛି, ଆମ ଘର ତ କାମ ଆରମ୍ଭ ହେଇସାରିଲାଣି ମାଙ୍କଡ଼ା ବସାବସି। ତେଣୁ ମୁଁ ମୋ ନିଜ ଡ୍ରେସ୍ ପଟାକୁ ବି ସଫା କରିଦେଲି। ଡ୍ରେସ୍ ପଟାପଟି ସଫା କରିସାରିଲା ପରେ ମୁଁ ପଳେଇ ଆସିଲି ଦୋକାନ ଠିକ୍ ଯିବା ଟାଇମ୍‌ରେ ଘରକୁ ମୋ ସାଇକେଲ ମୋତେ ଧକ୍କା ଦେବ ବୋଲି ମୋର କେବେ ବିଶ୍ୱାସ ବି କରିନଥିଲି। କ'ଣ ହେଇଛି ନା ଆଗ ଚକା ପୁରା ଲିକ୍ ହେଇଯାଇଛି। ତ ମୁଁ ସେ ଯେହେତୁ ପଛରେ କଷ୍ଟେ ପଳେଇ ଆସିଲି ଚଲେଇକି ଆସିକି ମୋର ଯେହେତୁ ଫେଭରେଟ୍ ହେଇଛି ଭାତ, ଡାଲି, ଆଳୁ ଭର୍ତ୍ତା ମୋର ତ ଫେଭରେଟ୍, ଆମ ଧନ୍ୟର ବି ଫେଭରେଟ୍ ମ। ତାପରେ ମୁଁ ପଳେଇ ଆସିଲି। ତାପରେ ମୋ ସାଇକେଲକୁ ଏକ୍ସଚେଞ୍ଜ କରିଦେଲି ଯେହେତୁ ମୋ ସାଇକେଲ ଟିକେ ଖରାପ ଅଛି। ଆମ ଝିଅ ତାକୁ ରିପେୟାର କରିବା ପାଇଁ ନେଇଯିବ। ତାର ଆମ ଧନ୍ୟ ମୋ ବାଟ ଗାଳି ରହୁଛି। ତାପରେ ମୁଁ ପଳେଇ ଆସିଲି ଦୋକାନ ଜଷ୍ଟ ବାହାରିଛି ତ ଇନ୍ଦ୍ର ଦେବତା ମୋତେ ତ ସହିପାରିବେନି, ଯେହେତୁ ସେ ମୋତେ ନ ସହିପାରିବେ ତେଣୁ କାନ୍ଦି ପକେଇଲେ। ତାଙ୍କ ଲୁହପତ୍ର ପୋଛି ମୁଁ ଟିକେ କଲେଜରେ ଛିଡ଼ା ହେଇଯାଇଥିଲି। ତାପରେ ପଳେଇ ଆସିଲି ବାଲିଚନ୍ଦ୍ରପୁର ରାଣୀ ମାତା ଲକ୍ଷ୍ମୀଙ୍କର ପୂର୍ଣ୍ଣ ଆଳତି ଦେଖିବା ପାଇଁ। ପୂର୍ଣ୍ଣ ଆଳତି ଦେଖି ସାରିଲା ପରେ ମୁଁ ଆସିଥିଲି ଯେ ଜଳଖିଆ ନେବା ପାଇଁ, ଜଳଖିଆ ପତ୍ର କିଣିକି ଆଣିକି ପଳେଇ ଆସିଲି ଦୋକାନରେ ସମସ୍ତେ ମିଳିବାଣ୍ଟି ଖାଇସାରିଲା ପରେ ମାତାରାଣୀ ହନୁମାନ ଦର୍ଶନ କରିକି ରହୁଛି। ଜୟ ଜଗନ୍ନାଥ, ଟାଟା।